ରାଜ୍ୟ ସରକାରଙ୍କ ବୃଦ୍ଧ ଓ ବୃଦ୍ଧାମାନଙ୍କ ପାଇଁ କେତେ କ'ଣ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଦୁଃଖର କଥା, ଏହି ସବୁ ଯୋଜନା ବହୁ ଦୂରରେ ରହିଯାଉଛି। ପ୍ରକୃତ ହିତାଧିକାରୀ ଏହି ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି। ପରିଣତ ବୟସରେ ଖରା, ବର୍ଷା, ଶୀତ, କାକରରେ କେତେ ଯେ ଦୁଃଖ ଯନ୍ତ୍ରଣା ସହିବାକୁ ହେଉଛି, ଏହି ଗରିବ ଦମ୍ପତିଙ୍କୁ ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ପେଟ ଚାଖଣ୍ଡକ ପାଇଁ ଓ ମୁଣ୍ଡ ଗୁଞ୍ଜିବା ପାଇଁ କେତେ ଯେ କଷ୍ଟ କରିବାକୁ ପଡ଼େ, ତାର ଏକ ଚିତ୍ର ଦେଖିବାକୁ ମିଳିଛି ଦେଉଳକଣ ପଞ୍ଚାୟତ ବଗପାଟିଆ ବଡ଼ଧର ସାହିରେ। କେଇ ମିଟର ଦୂରରେ ଦାନଗଦୀ ବ୍ଲକ ଅନ୍ତର୍ଗତ ଦେଉଳକଣ ପଞ୍ଚାୟତ ବଡ଼ଧର ବସ୍ତିର ଦୃଶ୍ୟ। ଏହି ବସ୍ତିରେ ରୁହନ୍ତି ବୃଦ୍ଧା ଗିଲ ଦେହୁରୀ, ବୟସ 74 ବର୍ଷ ଓ ତାଙ୍କ ଝିଅ ଲକ୍ଷ୍ମୀ ଦେହୁରୀ, 29 ବର୍ଷ ବୟସ। ପାଖରେ ଜଣେ ମାନସିକ ବିକୃତ ପୁଅ। ବୃଦ୍ଧା ଗିଲ ବୟସର ଅପରାହ୍ନରେ ଦୃଷ୍ଟିଶକ୍ତି କମିଗଲାଣି। ଚାଲିବାକୁ ଅଣ୍ଟାରେ ବଳ ନାହିଁ। କିଛି ବାଟ ଗଲେ ହାଲିଆ ହୋଇ ବସି ପଡ଼ୁଛନ୍ତି। ଚମ ଧୁଡ଼ୁ ଧୁଡ଼ୁ ହୋଇଗଲାଣି। କଥା କହିବାକୁ ସକ୍ଷମ ହେଉନାହିଁ। ଏହି ବୟସରେ ସେ କେମିତି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି, ତାହା କେହି ସ୍ୱଚକ୍ଷୁରେ ନ ଦେଖିଲେ ଅନୁଭବ କରିପାରିବେ ନାହିଁ। ବହୁତ କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି। କେଉଁଦିନ ପାଇଲେ ଗଣ୍ଡିଏ ଖାଉଛନ୍ତି, ନହେଲେ ଉପାସ। ବାର୍ଦ୍ଧକ୍ୟ ଆବାସ ପାଇବା ପାଇଁ ବୟସ ହୋଇଯାଇଥିଲେ ହେଁ ମଧ୍ୟ ବାରମ୍ବାର ନେତାଙ୍କୁ କହି କହି ବ୍ଲକ ଅଫିସ ଯାଇ ନୟାନ୍ତ ହେଲେଣି, କିନ୍ତୁ ଆବାସ ମିଳୁନାହିଁ। ରହିବେ ବା କିପରି? ମୁଣ୍ଡ ଉପରେ ଜରିପାଲ ଘେରା ଝାଟି ମାଟିର କୁଡ଼ିଆଟି ଭାଙ୍ଗି ଜରାଜୀର୍ଣ୍ଣ ଅବସ୍ଥାରେ। ଦିନରେ ଖରା, ରାତିରେ ଜହ୍ନ ଦେଖାଯାଉଛି। କେତେବେଳେ ବର୍ଷା ପବନରେ କ'ଣ ହେବ ତାହା କହିହେବ ନାହିଁ। ବାସ୍ତବରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାରଙ୍କ ଏତେ ମାଳମାଳ ଯୋଜନା ହେଉଛି, କିନ୍ତୁ ଏହି ଆଦିବାସୀ ଦମ୍ପତିଙ୍କ ପାଇଁ ଏହା ସାତ ସପନ ପାଲଟିଛି। ବିଭାଗୀୟ ଅଧିକାରୀଙ୍କର ଉଦାସୀନତା ମନୋଭାବ, ସ୍ଥାନୀୟ ଲୋକପ୍ରତିନିଧି ସରପଞ୍ଚଙ୍କର ଅବହେଳା ପାଇଁ ଆଜି ଏହି ବୃଦ୍ଧା ଓ ତାଙ୍କ ଝିଅ ଦୁଇ ଜଣ ପରିଣତ ବୟସରେ ପହଞ୍ଚି ମଧ୍ୟ ତାଙ୍କୁ ଆବାସ ମିଳୁନାହିଁ। ଏହି ବୟସରେ ଆଉ କେତେ ଦିନ ବାର ଦୁଆର ଶୁଣ୍ଡିପିଣ୍ଡା ହେବେ ଏହି ଗରିବ ବୃଦ୍ଧା। ଏମାନେ କ୍ଷୋଭର ସହ କୁହନ୍ତି, ଆମେ ମଲା ପରେ କ'ଣ ସରକାର ଆବାସ ଦେବେ? ବାବୁ, ସତରେ ଗରିବଙ୍କ ପାଇଁ ଦୁନିଆରେ କେହି ନାହାନ୍ତି। ଦେଖାଯାଉ ଏହି ବୃଦ୍ଧାଙ୍କ ଦୁଃଖ ଦୂର ହେବା ପାଇଁ ଆଉ କେତେ ଦିନ ଲାଗିବ। ଗ୍ରାମବାସୀମାନେ ଏହି ଅସହାୟ ଦମ୍ପତିଙ୍କ ପାଇଁ ଘର ଖଣ୍ଡେ ଆବାସ ଯୋଜନାରେ ସରକାର ଯୋଗାଇ ଦେବା ପାଇଁ ନିବେଦନ କରିବା ସହ ଅନ୍ତୋଦୟ ଯୋଜନାରେ ଝିଅଟିକୁ ଅନ୍ତର୍ଭୁକ୍ତ କରିବା ପାଇଁ ନିବେଦନ କରିଛନ୍ତି। ଏହି ଘଟଣା ଜାଣିବା ପରେ ଯୁବ ମୋର୍ଚ୍ଚା ସଭାପତି ଯୁଧିଷ୍ଠିର ମହାନ୍ତ, 8 ନମ୍ବର ଜୋନ୍ ସଭାପତି ସନ୍ତୋଷ ପାଣିଗ୍ରାହୀ, ଯୁବ ସାମ୍ବାଦିକ ଅଜୟ କୁମାର ଦେହୁରୀ, ରାଜୁ ପାତ୍ର, ସନ୍ତୋଷ ମହାନ୍ତ, ପ୍ରଦୀପ କୁମାର ମହନ୍ତ, ହରେକୃଷ୍ଣ ପାତ୍ର, ରାଜୁ ସାମଲ ପ୍ରମୁଖ ଅସହାୟ ଗିଲ ଦେହୁରୀ ପାଖରେ ପହଞ୍ଚି ତାଙ୍କର ଦୁଃଖ ଶୁଣିବା ପରେ ଶୀତବସ୍ତ୍ର ସହିତ ଚଳିବା ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି। ପ୍ରଶାସନ ପକ୍ଷରୁ କେବେ ଗିଲ ଦେହୁରୀଙ୍କୁ ଆବାସ ଯୋଜନାରେ ଘରଟିଏ ଓ ଭତ୍ତା ଯୋଗାଇ ଦେବେ, ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ଏସ୍ ଲାଇଭ୍। ଯୁଧିଷ୍ଠିର ମହାନ୍ତ, ଦେଉଳକଣ ଯୁବ ସଭାପତି। ଖବର ଏଇଆ ଥିଲା ଯେ ସିଏ ଅତି ଗରିବରୁ ଗରିବ ଶ୍ରେଣୀର ଥିଲା। ବିଗତ ସରକାର ସମୟରେ ସିଏ ତାଙ୍କୁ କିଛି ସାହାଯ୍ୟର ସହଯୋଗର ହାତ କେହି ବଢ଼େଇ ନଥିଲେ କିମ୍ବା ବଢ଼େଇବା ପାଇଁ ଚେଷ୍ଟା ହିଁ କରିନଥିଲେ। ଯେହେତୁ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଛି 1.5 ବର୍ଷ 2 ବର୍ଷ ହେଇଯିବ, ଆମ ଆଡ଼ୁ କିଛି ହେଇନଥିଲା। ଆମେ ସତ ଚେଷ୍ଟା କରୁଛୁ ତାଙ୍କୁ ଆଗାମୀ ଦିନରେ ଯଥାଶୀଘ୍ର ଘରଟିଏ ମିଳୁ ଏବଂ ତାଙ୍କର ସୁବନ୍ଦୋବସ୍ତ କରାଯାଉ। ଯେହେତୁ ଇଏ ତ ଗୋଟେ ଶୀତ ଦିନ, ଆମେ ଦେଖୁଛୁ ଅତି ଗରିବ ଲୋକ। ଆମେ ଆମ ତରଫରୁ ଆମେ ଯାହା ସାହାଯ୍ୟ ସହଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ। ଛୋଟ ଛୋଟ କମ୍ବଳ 2 ଖଣ୍ଡ ଆଣିକି ଦେଇଥିଲୁ ଏବଂ ଖାଦ୍ୟ, ଶୁଖିଲା ଖାଦ୍ୟ, ଅଲଗା ଜିନିଷ ବି କିଛି ଦେଇଛୁ। ଆଉ ନିଶ୍ଚିତ ଆଜ୍ଞା, ଆମେ 2 ଦିନ ତଳେ ବି ସେମିତି ଆସିଥିଲୁ ଭେଟିକି। ଆମେ ବ୍ଲକରେ ଯାଇ କଥା ହେଇଛୁ। ଆଉ ବ୍ଲକରେ କଥା ହେଲା ବେଳେ ସିଏ ବି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି 1.5 ମାସରୁ 2 ମାସ ଭିତରେ ତାଙ୍କର ଆମେ ଫୁଲଫିଲ୍ କରିବା ପାଇଁ ଚେଷ୍ଟା କରିବୁ। ସନ୍ତୋଷ କୁମାର ପାଣିଗ୍ରାହୀ, 8 ନମ୍ବର ଜୋନ୍ ମଣ୍ଡଳ ସଭାପତି। ଜଣେ ବୃଦ୍ଧା, ତାଙ୍କର ନିଜର ଘର ନାହିଁ। ତାକୁ ପାଥ୍ୟ କରି ଆମେ ଏ ଜାଗାରେ ପହଞ୍ଚିକି ରିଅଲିଟି ଆମେ ଦେଖିଲୁ। ଆକ୍ଚୁଆଲି ସିଏ ପାଇବାର ଯୋଗ୍ୟ। ଭାରତୀୟ ଜନତା ପାର୍ଟି ସରକାର ଆସିବା ପରେ ସରକାରର ପ୍ରଥମ ପ୍ରାଥମିକତା ଯେଉଁ ଲୋକ ହିତାଧିକାରୀ ମାନେ ସରକାରୀ ଯୋଜନାର ଯେଉଁମାନେ ପାଇବା ପାଇଁ ପ୍ରାପ୍ୟ ଆମେ ଅନୁଭବ କରୁଛୁ, ଏ ଲୋକ ନିଶ୍ଚିତ ପାଇବା ପାଇଁ ହକଦାର। ତା ପାଇଁ ଆମର ଯାହା ବ୍ୟବସ୍ଥା ସରକାରଙ୍କ ତରଫରୁ ରହିବ, ଆମର ପ୍ରଥମ ପ୍ରାଥମିକତା ରହିବ ଯେ ଆମେ ତାକୁ କେମିତି ସରକାରଙ୍କ ପାଖରେ
ପହଞ୍ଚାଇବା ଏବଂ ସେ ଲୋକକୁ କେମିତି ସୁଫଳ ଦେଇପାରିବା।